ରାଉରକେଲାରେ ଚତୁର୍ଥ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ବେଲଜିୟମ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା FIH ପ୍ରୋ ଲିଗ୍ 2025-26ରେ ଚତୁର୍ଥ ମ୍ୟାଚ୍ରେ ଆର୍ଜେଣ୍ଟିନା ବନାମ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ୍। ଏହି ମ୍ୟାଚ୍ରେ ବେଲଜିୟମ 5-2 ଗୋଲରେ ବିଜୟୀ ହୋଇଥିବା ବେଳେ ଆର୍ଜେଣ୍ଟିନା ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ୍ରେ ଅର୍ଥାତ୍ ତୃତୀୟ ମ୍ୟାଚ୍ରେ ବିଜୟୀ ହୋଇଛି। ବଳକା ଅନ୍ୟ ସବୁ ମ୍ୟାଚ୍ରେ ବେଲଜିୟମ ସବୁବେଳେ ଆଗୁଆ ରହିଛି। ଏହି ହକି ମ୍ୟାଚ୍ ଗତ 13 ତାରିଖର ସନ୍ଧ୍ୟାରେ ଅତିଥିମାନେ ହେଲେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରାବଣୀ ନାୟକ, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ଏସିଆନ୍ ହକି ଫେଡେରେସନର ଉପସଭାପତି ତଥା ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂ, ହକି ଇଣ୍ଡିଆର କୋଷାଧ୍ୟକ୍ଷ ଶେଖର ଜେ ମନୋହରନ୍ ଯୋଗ ଦେଇଥିଲେ। ଷ୍ଟାଡିୟମରେ ଖେଳର ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ଭାବରେ ଶେଷ ହୋଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଏକମାତ୍ର ଗୋଲ୍ ସ୍କୋର କରିଥିଲା। ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ଆର୍ଜେଣ୍ଟିନା 1-0 ଗୋଲ୍ରେ ଆଗୁଆ ଥିବାବେଳେ ତୃତୀୟ କ୍ୱାର୍ଟରରେ ବେଲଜିୟମ 2ଟି ଗୋଲ୍ ସ୍କୋର କରିଥିଲା। ତେବେ ଆର୍ଜେଣ୍ଟିନା ଆଉ ଗୋଟିଏ ଗୋଲ୍ ସ୍କୋର କରି ତୃତୀୟ କ୍ୱାର୍ଟରକୁ 2-2 ଗୋଲ୍ରେ ସୀମିତ ରଖିଥିଲା। ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ପେନାଲ୍ଟି କର୍ଣ୍ଣର ତୃତୀୟ ଗୋଲ୍ ସ୍କୋର କରି 3-2 ଗୋଲ୍ରେ ଅଗ୍ରଣୀ ଲାଭ କରିଥିଲା। ବେଲଜିୟମ ଟିମ୍ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଚତୁର୍ଥ ଗୋଲ୍ ସ୍କୋର କରି 4-2 ଗୋଲ୍ରେ ଅଗ୍ରଣୀ ଲାଭ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ବେଲଜିୟମ ଏକ ଫିଲ୍ଡ ଗୋଲ୍ ସ୍କୋର କରି 5-2 ଗୋଲ୍ରେ ବିଜୟୀ ହୋଇଥିଲା। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା FIH ପ୍ରୋ ଲିଗ୍ 2025-26ର ଆଜି ପଞ୍ଚମ ଦିବସ। ଆଜି ଭାରତ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ଆଜି ଭାରତ ପାଇଁ ପୁଣି ଏକ ପରୀକ୍ଷା। ଆଜି ଓ କାଲି ଏହି 2 ଦିନ ଭାରତ ପୁଣି ପ୍ରସ୍ତୁତି ଆରମ୍ଭ କରିଛି ଅଗ୍ରଣୀ ପାଇଁ। ଦେଖନ୍ତୁ ତାରି ଝଲକ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।